ମୁଁ ଭାବୁଛି ଏ ଯେଉଁ ପ୍ରକାର ସଭା ଆମେ ଆୟୋଜନ କରୁଛେ ଯେ ଓଡ଼ିଆ ଭାଷାକୁ ନେଇକି ମା ମାତୃଭୂମିକୁ ନେଇକି ଯେଉଁ ପୁସ୍ତକ ରଚନା ହେଉଛି ତା ପାଇଁ ସଭା ହେଉଛି, କିଛି ଲୋକ ଆସୁଛନ୍ତି, ଆଲୋଚନା ହେଉଛି। ଏଗୁଡ଼ିକ ବହୁତ ସାହାଯ୍ୟ କରିବ ଯେ ଆମମାନଙ୍କ ଭିତରେ ଓଡ଼ିଆ ଭାଷାକୁ ନେଇକି ଗୋଟେ ଭଲ ପାଇବା ତିଆରି କରିବ। ଏଇଟା ମୁଁ ଭାବୁଛି ଏହାର ଗୋଟେ ବହୁତ ଆବଶ୍ୟକତା ଅଛି। ଏ ପ୍ରକାର କଥା ଗୁଡ଼ିକ ହେବା ଦରକାର। ଓଡ଼ିଆ ଭାଷା ଉପରେ ସ୍ୱାଭିମାନକୁ ନେଇକି, ଅସ୍ମିତାକୁ ନେଇକି ଯେତେ ବହି ଲେଖାଯାଇପାରିବ, ଯେତେ କବିତା ଲେଖାଯାଇପାରିବ, ଏଗୁଡ଼ିକ ଏ ପ୍ରକାରର ସାହିତ୍ୟ ସୃଷ୍ଟି ହେଲେ ମୁଁ ଭାବୁଛି ଓଡ଼ିଆ ଭାଷାକୁ ନେଇକି ଲୋକମାନଙ୍କ ଭିତରେ ଗୋଟେ ଭଲ ପାଇବା ତିଆରି ହେବ। ଏବେ ତ ଗୋଟେ ସୁବିଧା ହେଇଗଲାଣି। ଆଗରୁ ତ ସେ ତାଳପତ୍ର ଅନ୍ୟ ସବୁ ଗୁଡ଼ାକ ଦରକାର ହେଉଥିଲା। ଏବେ ଡିଜିଟାଇଜେସନର ଯୁଗରେ ମୋତେ ଲାଗୁଛି ବର୍ଷ ବର୍ଷ ଧରିକି ହଜାର ହଜାର ବର୍ଷ ଧରିକି ଇଏ ସବୁ ସଂରକ୍ଷିତ ହେଇକି ରହିପାରିବ। ତେଣୁ ଇଏ ଗୋଟେ ବଡ଼ ସମସ୍ୟା ନୁହେଁ, କିନ୍ତୁ ଲୋକମାନଙ୍କ ଭିତରେ ଓଡ଼ିଆ ଭାଷାକୁ ନେଇକି, ଆମମାନଙ୍କ ଭିତରେ ବିଶେଷ କରିକି ଓଡ଼ିଆ ଭାଷାକୁ ନେଇକି, ଓଡ଼ିଆ ଅସ୍ମିତାକୁ ନେଇକି, ଓଡ଼ିଆ ସ୍ୱାଭିମାନକୁ ନେଇକି ଗୋଟେ ଭଲ ପାଇବା ତିଆରି ହେଉ। ଆମେ ତ ଦେଖୁଛୁ ଲେଖାଲେଖି ପାଇଁ ଆଗ୍ରହ କମୁଛି ଏବଂ ପଢ଼ିବା ପାଇଁ ମଧ୍ୟ ଆଗ୍ରହ କମୁଛି। ଯେଉଁ କଥା କହୁଥିଲେ ଜଣେ ବକ୍ତା କହୁଥିଲେ, ଗୋଟେ ସୋସାଇଟି ହେବା ଦରକାର, ଯେ ରିଡ଼ିଂ ସୋସାଇଟି ହେବା ଦରକାର। ଓଡ଼ିଆ ଭାଷାକୁ ପଢ଼ୁଥିବା ଲୋକ ଗୋଟେ ସମାଜ ତିଆରି ହେବାର ଆବଶ୍ୟକତା ଅଛି। ଆଜି ଯେଉଁ ଦୁଇଟି ବହି ଉନ୍ମୋଚିତ ହେଲା, ଗୋଟିଏ ହେଉଛି ଭାଷାଞ୍ଜଳି, ଆଉ ଗୋଟିଏ ହେଉଛି ଅଗ୍ନିବୀଣା। ମୋର ଧାରଣା ଏ ଦୁଇଟି ବହି ଅତି ଛୋଟ ଛୋଟ ପଦ ଗୀତ ଦିଆଯାଇଛି, ଯାହା ଭାଷା ସାହିତ୍ୟ, ଆମ ସଂସ୍କୃତି, ଆମ ଅସ୍ମିତା ତାକୁ ଆଧାର କରିକି ତିଆରି ହେଇଛି। ଯିଏ ପଢ଼ିବ ନିଶ୍ଚିତ ଭାବରେ ଅନୁପ୍ରାଣିତ ହେବ। ଆଉ ସମସ୍ତେ ଜାଣନ୍ତି ସାହିତ୍ୟର ଗୋଟାଏ ମଧ୍ୟ ଦିଗ ଅଛି ଯେଉଁଟା ଅନୁପ୍ରେରିତ କରେ। ଥରେ ପଢ଼ିଲେ ଆପଣ ଗୋଟେ କଥା ଯଦି ଭଲ ଲାଗିଲା, ଆପଣ ସେଭଳି ନିଜେ ଲେଖିବା ପାଇଁ ଚେଷ୍ଟା କରିବେ। ତେଣୁ ଏ ଯେଉଁ ଛୋଟ ଛୋଟ ପଦରେ ଗୀତ ଗୁଡ଼ିକ ଲେଖା ହେଇଛି, ମୁଁ ଭାବୁଛି ଯୁବ ସମ୍ପ୍ରଦାୟ ପଢ଼ିଲେ ତାକୁ ଥରେ ସେ ନିଜେ ମଧ୍ୟ ଲେଖିବା ପାଇଁ ଆଗ୍ରହୀ ହେବେ। ତା ସହିତ ଓଡ଼ିଆ ଭାଷାର ଯେଉଁ ଗୌରବ ଅଛି, ଓଡ଼ିଆ ଭାଷାର ଯେଉଁ ନୂଆପଣଟା ଅଛି ତାକୁ ଅନୁଭବ କରିବେ ଏବଂ ମାଟି, ମା, ମାତୃଭାଷା ଏହା ସହିତ ଯୋଡ଼ି ହେବାକୁ ଚେଷ୍ଟା କରିବେ। ଭାଗବତ ଆମର ଧର୍ମ ଆଧାରିତ ଅନେକ ଜୀବନର କଥା ତା ଦେହରେ ଥିଲା। ଏବେ ଆମ ଯାହା ପରିସ୍ଥିତି ବର୍ତ୍ତମାନ ହେଇଛି, ସେଥିରେ ଭାଗବତ ତ ତା'ର ପ୍ରାଧାନ୍ୟ ରଖିଛି, କିନ୍ତୁ ତା ସହିତ ଯେଉଁ ନୂଆ କଥା ସବୁ ଆସୁଛି, ଜନଜୀବନର କଥା, ବିଜ୍ଞାନର ଯେଉଁ ପରିବର୍ତ୍ତନ ଆଣୁଛି, ବିଜ୍ଞାନ ଆମ ଜୀବନରେ ପରିବର୍ତ୍ତନ ଆଣୁଛି, ସାମାଜିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସିଛି। ଆଜି ଗୋଟେ ସମୟରେ ଭାଗବତ ଆଧାରରେ ଜୀବନ ମଣିଷ ପରିଚାଳିତ କରୁଥିଲା, ଆଜି ସମ୍ବିଧାନ ଆଧାରରେ ଚାଲୁଛି। ତେଣୁ ଯେତେ ନୂଆ କଥା ଆସୁଛି ତା ଭିତରେ ଆମେ ଭାଗବତକୁ ଯୋଡ଼ିବା। ତେଣୁ ଆମର ବଡ଼ମାନଙ୍କର ସେଥିପାଇଁ ଦାୟିତ୍ୱ ଅଛି, ପିଲାମାନଙ୍କ ପାଖରେ, ଯୁବକମାନଙ୍କ ପାଖରେ, ବର୍ତ୍ତମାନ ନୂଆ ପିଢ଼ି ପାଖରେ କେମିତି ପହଞ୍ଚାଇବା। ଭାଷା ଆନ୍ଦୋଳନର ଉଦ୍ଦେଶ୍ୟ ହିଁ ସେୟା ଥିଲା ଯେ ଅଧିକରୁ ଅଧିକ ପାଠକ ସୃଷ୍ଟି ହୁଅନ୍ତୁ, ଅଧିକରୁ ଅଧିକ ଲେଖକ ସୃଷ୍ଟି ହୁଅନ୍ତୁ। କିନ୍ତୁ ଦୁଃଖର କଥା, ଏବେ ଆମର ଯେଉଁ ବର୍ତ୍ତମାନର ପିଢ଼ି ଅଛନ୍ତି, ବିଶେଷ କରି ଯୁବପିଢ଼ି ଏବଂ ଯେଉଁ ଶିଶୁ ଓ କିଶୋରମାନଙ୍କ କଥା ମୁଁ କହିବି, ସେମାନେ ଅଧିକରୁ ଅଧିକ ସମୟ ସାମାଜିକ ଗଣମାଧ୍ୟମ, ଟେଲିଭିଜନ କିମ୍ବା ଅନ୍ୟ କେଉଁ ମାଧ୍ୟମରେ ସମୟ ନିବେଶ କରୁଛନ୍ତି। ତ ସେଇ ସବୁ ଜିନିଷକୁ ଯଦି ସେମାନେ ଏତିକି ପ୍ରାଧାନ୍ୟ ନ ଦେଇକି ବହିଟିଏ ପଢ଼ନ୍ତେ କିମ୍ବା ବହି ମାନେ କିଛି ଗୋଟେ ଲେଖିବାକୁ, କ୍ରିଏଟିଭିଟି କାମ କରିବାକୁ ଯଦି ଚେଷ୍ଟା କରନ୍ତେ, ତାହେଲେ ବୋଧେ ତାଙ୍କର ସୃଜନଶୀଳତା ଅଧିକ ବଢ଼ନ୍ତା। ତାପରେ ଆଉ ଗୋଟେ କଥା ଯେ ସେମାନେ ଇଂରାଜୀ ଭାଷାକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି ଏବଂ ଓଡ଼ିଆ ବ୍ୟବହାର କରିବା ବହୁତ କମ୍ କରିଦେଇଛନ୍ତି। ସବୁବେଳେ କୁହାଯାଇଛି ଯେ ଯେତେ ଭାଷା ପାରୁଛ ଶିଖ, ଆଗ ନିଜ ମାତୃଭାଷାର ଟେକ ରଖ। ତ ମୋର ସମସ୍ତଙ୍କୁ ଅନୁରୋଧ ଯେ ସେଇମାନେ ଯେତେ ଅନ୍ୟ ଭାଷା ଶିଖନ୍ତୁ, ନିଶ୍ଚିତ ଭାବରେ ଓଡ଼ିଆ ଭାଷାକୁ ପଢ଼ନ୍ତୁ ଏବଂ ଲେଖନ୍ତୁ, କାହିଁକିନା ଆମର ଭାଷା ହିଁ ଆମର ଗର୍ବ, ଆମର ଗୌରବ, ଆମର ଅସ୍ମିତାର ପ୍ରତୀକ। ଯଦି ଗୋଟେ ଭାଷା ମରିଯାଏ, ଗୋଟେ ଜାତି ମରିଯାଏ। ତ ଆମ ଜାତିକୁ ବଞ୍ଚାଇବା ପାଇଁ ଆମକୁ ଓଡ଼ିଆ ଭାଷାକୁ ବ୍ୟବହାର କରିବାକୁ ପଡ଼ିବ, ଏହାର ପ୍ରଚାର ପ୍ରସାର କରିବାକୁ ପଡ଼ିବ। ଆଜି ଭାଷା ଆନ୍ଦୋଳନର 5ମ ବାର୍ଷିକ ଉତ୍ସବ ପାଳନ ଅବସରରେ ଏହି ଉଦ୍ଦେଶ୍ୟ ନେଇକି କାର୍ଯ୍ୟକ୍ରମ କରାଯାଇଛି, ଯେମିତି ଅଧିକରୁ ଅଧିକ ଯୋଦ୍ଧା ଏଠାରେ ଯୋଡ଼ି ହୁଅନ୍ତୁ ଏବଂ ସେମାନେ ଓଡ଼ିଆର ପ୍ରଚାର ପ୍ରସାର, ବ୍ୟବହାର ଏବଂ ସଠିକ୍ ଉଚ୍ଚାରଣ ଏବଂ ଯାହା ମୁଁ ଦେଖିଥିଲି କିଛି ଦିନ ପୂର୍ବରୁ ଯେ ଓଡ଼ିଆ ଭାଷା ବ୍ୟବହାର ନ କଲେ ଯେଉଁ ଗୋଟେ ଭାଷା ଆଇନର ଗୋଟେ ଦଣ୍ଡବିଧାନ ବି ଅଛି, ସେ ଉପରେ ବି ଟିକେ ଗୁରୁତ୍ୱ ରଖନ୍ତୁ, ସଚେତନ ହୁଅନ୍ତୁ ଏବଂ ଅଧିକରୁ ଅଧିକ ଓଡ଼ିଆ ବ୍ୟବହାର କରନ୍ତୁ ନିଶ୍ଚିତ ଭାବରେ। କାହିଁକିନା ଏଇ ପିଢ଼ି ହିଁ ଆଗକୁ ମାନେ ଭାଷାକୁ ବଞ୍ଚେଇ ରଖିବ, ଆଗାମ ପିଢ଼ିକୁ ସଶକ୍ତ କରିବ ଏବଂ ଓଡ଼ିଆକୁ विश्व दरबार में गोटे मान्यता प्रदान कर। भाषांजलि और अग्निवीणा नामक दुईटी पुस्तक, गोटे हूँ प्रसिद्ध लेखक दास बेनहुरंकर भाषांजलि एवं
विप्लवी कवि उमाचरण महांतींकर अग्निवीणा दुईटी पुस्तक भाषा आंदोलन जो 878 दिन धरी चलता कलपतका धरी आम चलुले से समय जो कविता गुड़िक लोक ततई दौला मत दौला भाषा आंदोलन से दुईटी से कविता गुड़ी नहीं ये दुईटी बही उन्मोचित होती आज आम पंचम वर्ष ये कर 2018 मसीहा आज दिन 2019 मसीहा आज दिन में तत्कालीन राज्यपाल गेजेट नोटिफिकेशन करते भाषा समस्त सरकारी नजर ओडिया भाषार यूज हम इंग्राजी व्यवहार होची एवं इंग्राजी व्यवहार देखो व्यक्तिगत स्तर में आपड़ जहाँ भी व्यवहार करेंगे किंतु सरकारी स्तर में से जिनसटा को विभिन्न दंड विधान रही लोक दंडित होती तेणु यहाँ व्यक्तिगत व्यापार देखूँ मु जड़े ओडिया हिसाब से मुझे जो कहबी मोर माने यहाँ मोर अस्मितार कथा तेणु निज अस्मिता को जागृत करने आम समस्त ओडिया को आह्वान दौचु से समस्ते ओडिया कथबार्ता करूँ समस्ते ओडिया कथबार्ता करवा है। अधिक खबर जानवा लगी यूट्यूब रे ऑस्टिन न्यूज ओडिया यूट्यूब चैनल को सब्सक्राइब करूँ फेसबुक रे लाइक करूँ शेयर करूँ एवं आपणकर बहुमूल्य मतामत कमेंट बॉक्स रे कमेंट करूँ जहाँ आमको आगक बढ़िया लगी सहायक हो।